ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା। ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମଠାରେ ରଖିଛି ମୁଁ ଆସ୍ଥା, ରଖିଛି ମୁଁ ଆସ୍ଥା, ରଖିଛି ମୁଁ ଆସ୍ଥା, ରଖିଛି ମୁଁ ଆସ୍ଥା। ତୁମ ବିନା ଜଗନ୍ନାଥ ହୋ। ଜୟ ଜଗନ୍ନାଥ। ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆମର ଏହି ପ୍ରବଚନ କାର୍ଯ୍ୟକ୍ରମ ପ୍ରବଚକକୁ ମୁଁ ଆପଣମାନଙ୍କର ପ୍ରିୟ କମଲେଶ ସାହୁ ହୃଦୟର ସହିତ ଆପଣଙ୍କୁ ସ୍ୱାଗତ ଜଣାଉଛି ମୋର ଏହି ସୁନ୍ଦର ପ୍ରବଚନକୁ। ଦେଖନ୍ତୁ ଫ୍ରେଣ୍ଡସ୍, ଆପଣମାନେ ପ୍ରତ୍ୟେକ ଦିନ ଶୁଣୁଥିବେ ଏବେ ସୋମବାରରୁ ଶୁକ୍ରବାର ସାଧୁବାଣୀ ଉପଲବ୍ଧ ଅଛି ପ୍ରାର୍ଥନା ଚ୍ୟାନେଲରେ। କିଛି ଦିନ ପରେ ମୁଁ ଦେଖିଥିଲି ସାଧୁବାଣୀରେ ଗୋଟେ ପଦ, ଯେବେ ତୁ ମୋହର କହିବୁ ତେବେ ତୁ ମୋହରେ ପଡ଼ିବୁ। ସକଳ ଘଟେ ନାରାୟଣ ବସନ୍ତି ପରମ କାରଣ। ମୋହର ମୁଁ ଯେ ଅହଙ୍କାର ଏଥିରୁ ରହିଯାଅ ଦୂର। ଯେବେ ତୁ ମୋହର କହିବୁ ତେବେ ତୁ ମୋହରେ ପଡ଼ିବୁ। ମାନେ ମୁଁ କୋଉଠି ଦେଖନ୍ତୁ ତାସ ବାଡ଼ଉଥିବେ, ହଁ ହଁ ସେଇଟା ମୋ ବାଜ, ସେଇଟା ମୋ ପତା, ମୁଁ ନେବି ସେଇଟା। ତାପରେ କୋଉଠି କଣ ନା ଜମି ବାଡ଼ି ବିକିଥିବେ, ହଁ ଭାଇ ସେଇଟା ମୋ ଜମି ପରା, ମୋ ନାଁରେ ଲେଖୁନ। ତାପରେ କୋଉଠି ଯଦି ପ୍ରକୃତି ଗୁମ୍ଫା ଗୋଟେ ଥିବ, ଗୁମ୍ଫା ଭିତରେ କିଛି ଜଣ ରହୁଥିବେ, ରହିଗଲେ ସେ କିଛି ଦିନ ପରେ ଜଣେ ଲୋକ ପଚାରିବ, ହଁ ଭାଇ ଏ ଗୁମ୍ଫାଟା କାହାର କି? ହଁ ଭାଇ ଏ ଗୁମ୍ଫାଟା ମୋର ପରା, ମୁଁ ରହୁଛି ଏଠି। ତମର କେମିତି ହେଲା? ତମେ କଣ ନିର୍ମାଣ କରିଥିଲ? ସେମିତି କଥା, ଯେବେ ତୁ ମୋହର କହିବୁ ତେବେ ତୁ ମୋହରେ ପଡ଼ିବୁ। ମୁଁ ନାମକୁ ତୁ ତୁଣ୍ଡରୁ ଛାଡ଼ିଦେ ମୂର୍ଖ ମନୁଷ୍ୟ। ରେ ନର, ମୁଁ ମାନେ ଦେଖନ୍ତୁ, ମୋବାଇଲରେ ୟୁଟ୍ୟୁବରେ ଜଣଙ୍କର ଭିଡ଼ିଓ ଚାଲିଥିବ, ଆଉ ଆସିକି ସେ କହିବ, ଆରେ ଭାଇ ମୋ ଭିଡ଼ିଓ ଦେଖୁଛ କି? ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ସେମିତି ମୁଁ ଜିନିଷକୁ ଛାଡ଼ିଦିଅ, ମୁଁ ହେଲା ମୁଁ ରୂପକ ଅହଙ୍କାରକୁ ଦୂରୀଭୂତ କଲେ ଆଗରେ ଭଗବାନ ଛିଡ଼ା ହେଇଛନ୍ତି। ତ ସେମିତି ମୁଁ କୁ ଛାଡ଼ିଦିଅ, ବାକି କଥା ଦେଖନ୍ତୁ ଜଣେ ଗୋଟେ କଞ୍ଜୁସ ଲୋକଟିଏ, ତାର ନାଁ କଣ? ତାର ନାଁ ହେଲା କର୍ଣ୍ଣ। ସେ ଯୁଗର କର୍ଣ୍ଣ ସିନା ମହାଦାନୀ ଥିଲା, କିନ୍ତୁ ଏ କର୍ଣ୍ଣ ବହୁତ କୃପଣ। ଏତେ କୃପଣ ବୁଢ଼ାଟା, କିଏ ଯଦି ତାର ରକ୍ତ ମାଗିବ ସେ ଦେବନି। ମାନେ ଯେତେବେଳେ ଆମର ଏବେ ଯାହା କହୁଛି ବ୍ଲଡ ଟେଷ୍ଟ କହୁଛନ୍ତି, ସେତେବେଳେ ସେଟା ରକ୍ତ ପରୀକ୍ଷା କରୁଥିଲେ, ସେ କରିବାକୁ ଟିକେ ରକ୍ତ ଦେବ, ସେଟା ବି ସେ ଦବନି। ସେମିତି ବୈଦ୍ୟ ଯଦି ଆସିକି କହିବେ, ଭାଇ ତୋତେ ଜର ଧରିଛି, ତୋର 5,000 ଟଙ୍କା ଦରକାର, ନହେଲେ ତୋ ଜର ଭଲ ହବନି। ନା, ଜର ଭଲ ନ ହଉ, ତା ବାଟରେ ଜର ଆସିଛି ସେ ପଳେଇବ। ସେମିତି ଗୋଟେ ଥର ଯଜ୍ଞ କଲା, କିଛି ଦାନ ଧର୍ମ ନାହିଁ। ଏ ଭାବିଲା, ମୁଁ ନିଜ ଭାଇକୁ ଫସେଇକି ମୁଁ ଯଜ୍ଞଟେ କରିବି, ଭଲ ବି ହବ। ତା ଭାଇର ନାମ ହେଲା ଲକ୍ଷ୍ମଣ।
ଲକ୍ଷ୍ମଣ ପାଖକୁ ଗଲା, କହିଲା ଆରେ ଭାଇ ମୋତେ କିଛି ଟଙ୍କା ଧାର ଦେଇଥାରେ। ତାପରେ ଦେଖନ୍ତୁ ଯେତେବେଳେ ଧାର ଦେଇତା କହିଲା ଇଏ, ସେ କହିଲା ଯେ ସିଓର ସିଓର ନିଶ୍ଚୟ ନିଶ୍ଚୟ ଦେବି। କଣ କରିବୁ ନା ଯଜ୍ଞ। ଆଉ ଯଦି ଧାର ନଦେବୁ ନା ତାହେଲେ ତୋ ମୁଣ୍ଡ କଟା ହବ ବୋଲି ରାଜା ଆଦେଶ ଦେଇଛନ୍ତି। ଇଏ ପୁରା ଥରହର ହେଇଗଲା। ରାଜା ମୋ ମୁଣ୍ଡ କାହିଁକି କାଟିବାକୁ ଆଦେଶ ଦେଇଛନ୍ତି? ମୁଁ ଜାଣିନି ରେ, ଯାହା ରାଜାକୁ ଟିକେ ପଚାରିବୁ। ଆଉ କଣ ଏହାର ସାହସ ବସି ରାଜା ପାଖକୁ ଯାଇକି ପୁଣି ପଚାରିବୁ ଯେ ଭାଇ ସାର୍ ମୋ ମୁଣ୍ଡ କାହିଁକି କାଟିବାକୁ କହୁଛନ୍ତି? ପୁରା ଏହାର ମୁଣ୍ଡ ଝାଳ ମାଳ ହେଇଗଲା। ପୁଣି ଧାର ଦେଇକି 4,000 ଟଙ୍କା ଆଣିଲା। ଯଜ୍ଞ କଲା। ଯଜ୍ଞ କରି ସାରିଲା ପରେ ଦାନ ଦକ୍ଷିଣା କରିବାକୁ ଆସିଲେ ଲୋକ, କିନ୍ତୁ ଦାନ ତ ଦେଲାନି। ଶେଷରେ କଣ ହେଲା? ଗୋଟେ ବ୍ରାହ୍ମଣ ଅଭିଶାପ ଦେଲା। ଗୋଟେ ବ୍ରାହ୍ମଣ ଦେବତା ଅଭିଶାପ ଦେଲେ ଯେ କହିଲେ ତୁ ଯଦି ଏମିତି ଚଲିବୁ ନା ତାହେଲେ ତୁ ନିଶ୍ଚୟ ଦିନେ ନା ଦିନେ ବହୁତ ବଡ଼ ବିପଦରେ ପଡ଼ିବୁ। ସେମିତି ହେଲା ବି ଆଜ୍ଞା। ଗୋଟେ ଦିନ ସେ ତାଳ ଗଛ ଉପରକୁ ଚଢ଼ିଗଲା। ତାଲ ତୋଳିବା ପାଇଁ ଚଢ଼ିଗଲା ତାଲ ଗଛ ଉପରକୁ। ବହୁତ ଉପରକୁ ପଳେଇଗଲା। ଚଢିଲା ବେଳେ ତ ଚଢିଗଲା, କିନ୍ତୁ ଆସିଲା ବେଳେ କଣ ହେଲା ଜାଣିଛନ୍ତି? କହିଲା ଆରେ ହେ ମୁଁ କଣ ଏତେ ଉପରକୁ ଚଢିଗଲିଣି? ହେ ମୁଁ ଆଉ ଯାଇପାରିବିନି। ହେ ପ୍ରଭୁ ଜଗନ୍ନାଥ ପ୍ରେମାନନ୍ଦେ କ୍ୟା ହୁଆ ପ୍ରଭୁ। ଆଉ ଯାଇପାରିବିନି, ଫସିଗଲି। ନା ହେ ପ୍ରଭୁ ମୁଁ ମୁଁ 1,008ଟି ବ୍ରାହ୍ମଣକୁ ଖାଇବା ଦେବି ପ୍ରଭୁ। ମତେ ଦୟାକରି ତଳକୁ ଓହ୍ଲେଇ ଦିଅ ପ୍ରଭୁ। ତାପରେ ଟିକେ ତଳକୁ ଆସିଛି। ତାପରେ କହିଲା ଆରେ ନା ମ ମୁଁ ଏତେ ତ ତଳକୁ ଆସିଲିଣି, ଟିକେ କମେଇଦେଲେ ହବନି କି ଭଗବାନ? ସେ କହିଲା ହେ ପ୍ରଭୁ ମୁଁ 508 ବ୍ରାହ୍ମଣଙ୍କୁ ଖାଇବା ଦେବି ପ୍ରଭୁ। ତାପରେ ଆଉ ଟିକେ ତଳକୁ ଆସିଲା। ସେମିତି କମେଇ ଶେଷକୁ ଗୋଟିଏ ବ୍ରାହ୍ମଣ ପର୍ଯ୍ୟନ୍ତ ଆସିଲା। ତାପରେ ସେ କହିଲା ଗୋଟିଏ ବ୍ରାହ୍ମଣ ତ କହିଛି, ଯାଉଛି ଡାକିକି ଖୋଇଦେବି। ଦେଖନ୍ତୁ ଅସୁବିଧା କଣ ହବ? ଯେତେବେଳେ ଦେଖିଲା ସବୁ ବ୍ରାହ୍ମଣ ତ ମୋଟାମୋଟି, କାହାକୁ ନେବି ଯିଏ ଗଲେ ତ ବହୁତ ଖାଇଦେବେ। ଆଉ ଗୋଟେ ତା ଘର ପାଖ ହବ କିଛି ଦୂର ଗଲା ପରେ ଗୋଟେ ବସ୍ତି, ସେଇ ବସ୍ତିରୁ ଜଣକୁ ଆଣିଲା। ପତଳା ବୁଢାଶୁଢା ବ୍ରାହ୍ମଣଟିଏ, କେତେ ଖାଇବ? ଖାଇଲା ତ ଖାଇଲା, ଯେତେବେଳେ ଘରେ ନଥିଲା ସେ ବ୍ରାହ୍ମଣକୁ ଡାକିଥିଲା ତ ସେ ବ୍ରାହ୍ମଣ ଆସିକି ଖାଇଲେ ତ ଖାଇଲେ ବ୍ରାହ୍ମଣ, ପୁଣି କହିଲେ ତମେ ମତେ ଦେବ 4 ଲକ୍ଷ ଟଙ୍କା, ନଚେତ୍ ତମ ଦଶା ଭଲ ହବନି, ତୁମ ସ୍ୱାମୀ 2 ଦିନ ପରେ ମରିଯିବ। ତା ସ୍ତ୍ରୀ କଣ କରିବ? ଦେବାକୁ ତ ପଡିବ। ଦେଲା। ତାପରେ କହିଲା ହଉ ମୁଁ ଆସୁଛି। ଖାଇବାକୁ ଦେଲା, ଗଲା। ତାପରେ ଯେତେବେଳେ ଇଏ ଆସିଲା, କହିଲା ହଇରେ ମାଇକିନା ତତେ କଣ ଲଜ୍ଜା ଲାଗୁନି? ମୁଁ କଣ କରିବି ଯେ? ତା ସ୍ତ୍ରୀ ମୁଁ କଣ କରିବି ଯେ? ସେ ପୁରା ଆସିକି ମୋଠୁ ମାଗିକି ନେଲେ। ମାଗିକି ନେଲେ ବୋଲି ତୁ ତା ବୋଲି ଦେଇଦେବୁ? ମୁଁ ଯାଇ ବୋପାଲୋ ମୋର ସବୁ ଟଙ୍କା ନଷ୍ଟ ହେଇଗଲା। ଯେତେବେଳେ ଯାଇକି ସେ ବ୍ରାହ୍ମଣଙ୍କ ସ୍ତ୍ରୀ ପାଖରେ ପହଞ୍ଚିଲା, ତମ ଚାଉଳ ଖାଇ ମୋ ସ୍ୱାମୀ ରୋଗଗ୍ରସ୍ତ ହେଇ ପଡ଼ିଛନ୍ତି। 4 ଲକ୍ଷ ଟଙ୍କା ତ ସରିଗଲାଣି, ଏବେ ଆହୁରି ଦରକାର, ନଚେତ୍ ଆମେ ତୁମ ନାଁରେ କେସ୍ କରିବୁ। ଆମେ ମିଟିଂ କରିବୁ, ସଭା ଡକେଇବୁ। ହେ ପ୍ରଭୁ, ହେ ବ୍ରାହ୍ମଣ ମହାଶୟ, ମୋତେ କ୍ଷମା କର ପ୍ରଭୁ, ମୋତେ କ୍ଷମା କର, ମୁଁ ଏମିତି କରିବିନି। ଯେତେବେଳେ ତା ସ୍ତ୍ରୀ ପାଖରେ କ୍ଷମା ମାଗିଲା, ବ୍ରାହ୍ମଣଙ୍କ ସ୍ତ୍ରୀ ପାଖରେ ବ୍ରାହ୍ମଣ ଏମିତି ଓହ୍ଲେଇ ଆସିଲେ। ଏଇନେ ତୋର 4 ଲକ୍ଷ ଟଙ୍କା। ତୁ କେବେ ବି ଲୋଭ କରିବୁନି। ଥରେ ଯଜ୍ଞ କରିଥିଲୁ, କଣ ଲୋଭ କରିଥିଲୁ, କାହାକୁ ଫସେଇଥିଲୁ ଜାଣିଛୁ ତ? କାହାକୁ ଦଣ୍ଡ ଦେଇଥିଲୁ? ହଁ ବ୍ରାହ୍ମଣ ମଶାଇ ମୋତେ କ୍ଷମା କରନ୍ତୁ କହିକି ତା ଭାଇ ପାଖରେ ନତମସ୍ତକ ହେଲା। ତ ଆପଣମାନେ ବୁଝିପାରିଥିବେ, କଥାରୁ କିଛି ଶିଖିପାରିଥିବେ। ଯେତେ କଞ୍ଜୁସ୍ ହବ ନା ସେତିକି କ୍ଷତିକାରକ। ଓଡ଼ିଆ ଗଳ୍ପ ଟିମ୍ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ମା ସମଲେଇ, ଜୟ ଜଗନ୍ନାଥ। ପୁଣି ଆର ଅଧ୍ୟାୟ ଉପରେ ଭେଟ ହେବା। ନମସ୍କାର।